କେମିତି ପରିଚୟ ଟିକେ ଦିଅନ୍ତୁ। ମୁଁ ପ୍ରଧାନ ଶିକ୍ଷକ ଗଭର୍ଣ୍ଣମେଣ୍ଟ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟ। ଆଜି ଯୋଉ ଆପଣଙ୍କର ଖେଳ ହେଇଥିଲା କଣ କହିବେ? ଯୋଉ ଛୋଟ ଛୋଟ କୁନି କୁନି ପିଲାକୁ ନେଇକି ଖେଳ କରାଗଲା କଣ କହିବେ? ହଁ, ଆଜି ଆମର ଖେଳର ଯେଉଁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଥିଲା ତାର ଦ୍ୱିତୀୟ ଦିନ। ଉଦଯାପିତ ଦିନରେ ଆମେ ପିଲାଙ୍କୁ ନେଇକି ଆମେ ପାଖରେ ଥିବା ଗୋଟେ ଖେଳ ପଡ଼ିଆକୁ ଯାଇଥିଲୁ। ଫାଇନାଲ ଖେଳ ସବୁ ଯେଉଁ ଥିଲା ସବୁ ରହିଥିଲା ତାକୁ ଆମେ ସୁଚାରୁ ରୂପେ କଲୁ। କଲାବେଳେ ଗାଁର ଲୋକମାନେ ମଧ୍ୟ କେତେକ ଭଦ୍ର ବ୍ୟକ୍ତି ପିଲା ସବୁ ଆମକୁ ସହଯୋଗ କରିଥିଲେ। ଏବଂ ଖେଳ ବିନା ବିକାଶ ହୁଏନି। ପିଲାଙ୍କର ଯେଉଁ ଅନ୍ତର୍ନିହିତ ଗୁଣମାନ ଅଛି ସେଥିରେ ବିକାଶ ଆଣିବାକୁ ହେଲେ ଆମେ ଖେଳ ନିହାତି ଜରୁରୀ। ଖେଳ ଗୋଟେ ଏମିତି ମାଧ୍ୟମ ଯାହା ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ। ଆମ ସ୍କୁଲରେ ତ ଏମିତି ସୁଯୋଗ ନାହିଁ ଖେଳ ପଡ଼ିଆର। ଆମେ ପାଖ ଖେଳ ପଡ଼ିଆକୁ ନେଇକି ଆମେ କରୁ। ଆମେ ସେପଟ ଯେଉଁ ଉର୍ଦ୍ଦୁ 2 ଖେଳ ପଡ଼ିଆରେ ନେଇକି କରିଥାନ୍ତୁ, କିନ୍ତୁ ତାଙ୍କର ମଧ୍ୟ ଖେଳ କ୍ରୀଡ଼ା ପ୍ରତିଯୋଗିତା ଥିଲା। ଆମେ ସେଠୁ ଆସି ବର୍ତ୍ତମାନ ଗାଁରେ ଥିବା ଗୋଟେ ଖେଳ ପଡ଼ିଆକୁ ନେଇକି ଆମେ ବିଭିନ୍ନ ପ୍ରକାର ଖେଳରେ ପିଲା ଅଂଶଗ୍ରହଣ କରିଥିଲେ ଏବଂ ଖେଳ ସୁଚାରୁ ପାଇଁ କରିଥିଲୁ। ଆଚ୍ଛା, ଆପଣଙ୍କୁ ଦେଖିବାକୁ ମିଳିଲା ଯେ ଆପଣଙ୍କ ଯେତେ ଖେଳ ହେଇଥିଲା ଆପଣଙ୍କ ଯେତେ ଭିନ୍ନ ଖେଳ ହେଇଛି, ଯାହା ହଉ ବହୁତ ଅଭିଭାବକ ବି ମଧ୍ୟ ସେଥିରେ ପହଞ୍ଚିଥିଲେ। କିନ୍ତୁ ବହୁତ ଖୁସିର ବାର୍ତ୍ତା ସେଠି ଥିଲା। ବହୁତ ଲୋକମାନେ ଆସିକି ପହଞ୍ଚିଥିଲେ, ବହୁତ ବି ଦର୍ଶକ ବି ସେଠି ଥିଲେ, ଦେଖିଥିଲେ। କଣ କହିବେ, ଆପଣ କେମିତି ଅନୁଭବ ହେଲା? ହଁ, ଆମେ ତ ବିଭିନ୍ନ ସବୁ ପ୍ରକାର ଇଭେଣ୍ଟକୁ ଆମେ ସୁଯୋଗ ଦେଇଥିଲୁ। ପିଲା ବହୁତ ଖୁସି ମନରେ ସେଥିରେ ଅଂଶଗ୍ରହଣ କରିକି ସେମାନେ ଉତ୍ତୀର୍ଣ୍ଣ ହେଲେ। ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ ଯେଉଁ ବଛା ହେଇଛନ୍ତି ବିଭିନ୍ନ ଇଭେଣ୍ଟ ମାନଙ୍କରେ ଆମେ ତାଙ୍କୁ ଗୋଟେ ଦିନ ଆମେ ରଖିଛୁ ଜାନୁଆରୀ 26 ତାରିଖ ଦିନ ତାକୁ ଆମେ ପୁରସ୍କୃତ କରିବୁ। କେତେ ଜଣ ଆଜି ପିଲା ଖେଳ କରାହେଇଥିଲା? କେତେ ଜଣ ପିଲା ଯାଇଥିଲେ ଆଜି? ହଁ, ଆମର ମ୍ୟାକ୍ସିମମ୍ ପିଲା ଆଜି ତ ସବୁ ଯାକ ପିଲା ଥିଲେ। ମୋଟ ପିଲା ସମସ୍ତେ ଆସିଥିଲେ। 2 ଦିନ କାଳ ସେ ଅତି ଉତ୍ସାହର ସହିତ ପିଲା ଆସୁଛନ୍ତି ଏବଂ ସାର୍ କେବେ ଖେଳ ହବ, କଣ ଖେଳ ହବ, ଏମିତି ସବୁ ପ୍ରଶ୍ନ ପଚାରନ୍ତି। ଆମେ ତାଙ୍କୁ ଏବଂ ଠିକ ରୂପେ ଦେଇକି ଆମେ ଖେଳ କରିଥିଲୁ। ଆଚ୍ଛା, ଆଉ ଗୋଟେ କଥା, ଯୋଉ ଆପଣଙ୍କ ଅଭିଭାବକ ଅଛନ୍ତି, ସ୍କୁଲର ବି ମେମ୍ବର ଯୋଉମାନେ ଅଛନ୍ତି, ସେମାନେ ମଧ୍ୟ ବି ଖେଳ ପାଖରେ ପହଞ୍ଚିଥିଲେ, ବହୁତ ଉତ୍ସାହିତ ହେଇଥିଲେ। କେମିତି ଆପଣଙ୍କୁ କେମିତି ଅନୁଭବ ହେଲା ଆପଣଙ୍କର? ଆଉ ଅଳ୍ପ ଦିନ ରହିଲା, ଆପଣ କେମିତିଆ ଶେଷ ଏଥିରେ ଯୋଉ ଦେଖିଲେ ଆପଣଙ୍କ ଲୋକମାନେ ଆପଣଙ୍କୁ ସହଯୋଗ କରୁଛନ୍ତି, ପିଲାମାନେ ଅଭିଭାବକ ମଧ୍ୟ ସହଯୋଗ କରୁଛନ୍ତି, କେମିତି ଆପଣ ଆଜି? ନା, ମତେ ବହୁତ ଭଲ ଲାଗିଲା, ବହୁତ ଖୁସି ଲାଗିଲା। ମୁଁ ଯାହାବି କରେ ନିଜେ କରାଏ ପିଲାଙ୍କୁ। ମୋର ଗୋଟେ ପ୍ରକୃତି ଅଛି, ମୁଁ ପିଲାଙ୍କ ସହିତ ରହିକି ସମୟ ବିତାଇବାର ମୋର ଗୋଟେ ଅଭ୍ୟାସ। ଚାକିରି ଆରମ୍ଭରୁ ମୋ ଅଭ୍ୟାସ ରହିଛି, ଯାହା ଦ୍ୱାରା କି ଆମର ପୁରାତନ ଛାତ୍ରଛାତ୍ରୀ ମାନେ ଆମକୁ ମଧ୍ୟ ମିସ୍ କରନ୍ତି ଏବଂ ସଦାବେଳେ ମେସେଜ କରନ୍ତି, ସାର୍ ଆପଣଙ୍କୁ ଆମେ ଦେଖିପାରୁନୁ। ଏମିତି ଗୋଟେ ଫିଲିଙ୍ଗସ୍ ରହୁଛି ଆମ ଗୁରୁ ଶିଷ୍ୟ ମାନଙ୍କ ମଧ୍ୟରେ। ଯାହା ହଉ ଆଜି ଆମେ ବହୁତ ଖୁସି ହେଲୁ। ଗତକାଲି ମଧ୍ୟ ବହୁତ ସେଠି ଅଭିଭାବକ ଏବଂ ଗାଁର ଲୋକମାନେ ଯୁବପିଢ଼ି ମାନେ ସେଠି ଖେଳକୁଦ କରନ୍ତି, କ୍ରିକେଟ ଖେଳ ଖେଳନ୍ତି। ତାଙ୍କ ଖେଳକୁ ବନ୍ଦ କରିକି ସେମାନେ ଆମକୁ ବହୁତ ସହଯୋଗ କଲେ। ବହୁତ ଖୁସି ଲାଗିଲା ମତେ ଆଜି। ଆପଣଙ୍କ ଆଉ ଅଳ୍ପ ଦିନ ମୋର ଆଉ ଚାକିରି ତ ମୋର ଏଇ ଜାନୁଆରୀ 31 ସରୁଛି। ତଥାପି ମୁଁ ଯାହା ଥିଲି ମୋ ଚାକିରି କାଳ ମଧ୍ୟରେ ପ୍ରାରମ୍ଭରୁ ଏବେ ବି ମୁଁ ସେହି ଉତ୍ସାହ ଉଦ୍ଦୀପନା ନେଇକି ଖେଳ ଖେଳେଇଛି। ପ୍ରତିବର୍ଷ ଭଳିଆ ମୁଁ ନିଜେ ମଧ୍ୟ ପିଲାଙ୍କ ସାଥି ରହେ ଏବଂ ଖେଳକୁ ଭାରି ମଜା ନିଏ ମୋର। ଆଚ୍ଛା, ଯୋଉ ଖେଳ ଆପଣଙ୍କର ଏ ଶେଷ ଖେଳ ହବ, ଯୋଉ ସ୍କୁଲ ଆପଣ ବିଦାୟ ନେଇଯିବେ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କଣ ବାର୍ତ୍ତା ଦେବେ ଆପଣ? ହଁ, ମୁଁ ବାର୍ତ୍ତା ଗୋଟେ କଥା କହିବି ଯେ ଆମେ ପିଲାମାନଙ୍କୁ ଅତି ମନରୁ ଭଲ ପାଇବା ଏବଂ ଆମେ ଯାହା ପାଇଁ ଏଠି ନିଯୁକ୍ତି ଆମେ ହେଇଛୁ, ତାକୁ ଆମେ ଯାହା ଅଛି ଆମ ପାଖରେ ତାକୁ ମନ ଭରି ତାଙ୍କୁ ପାଖରେ ରଖିବା। ଏବଂ ଯଦି ଆମେ ପିଲାଙ୍କୁ ପ୍ରକୃତରେ ଭଲ ପାଇବାଟା ଖାଲି ତ ଭଲ ପାଇବା ନୁହଁ, ପାଠ ପଢେଇବା। ଏତିକି ହେଲେ
कौन सी गार्डियन तुमको आंगुठी देखी पारेनि एवं जदि आम पिला भल पाइबा पिला गार्डियन आमको बहुत भल पाइबा बोली मोर एटा फिलिंग्स रही कारण मोर एटा धारणा अच्छी मुझे अंगे लेबे है आज मोर चाकरी अंतिम मास मु कहवाक जी शिक्षक मान जे से माने ड्यूटी रे तो आम शिक्षक भाई माने समस्ते भल से माने ठीक समय जाकि पाठ पढ़ा लिप्त रोचंती आजिकल जहाँ है हाँ अत्याधिक बोझ लदी दिखाई विभिन्न प्रकार तथापि आम शिक्षक समाज मु देखिली एबे आमे जाइथिलु आम राष्ट्रीय संगीत जड़े शिक्षक आसते आम कॉलेज निकटस्थ कॉलेज आसते इंग्लिश टीचर आसते से माने से भी आमको बहुत खुशी हेले आम ड्यूटी रे जाऊ आमे तांकर प्रत्येक सरकार प्रत्येक आदेश टी मुंड नुआई सही जीवार दक्षता आम प्राथमिक शिक्षक मान पाखरे 100% रही एटा बहुत भल लगे आ शिक्षक मान मु कहबी कौन मु तो आमे किए आमको भल कहतु बा न कहतु आमे आम ड्यूटी जदि 100% समय होता पिला भल पाऊा अंतर भल पाऊा निजर बोली भावुवा ताहले आम जीवन काल में कौन से गोटे ये आसब ना जहाँकि किसी गोटे गार्डियन आमको किसी कहला भली परिस्थिति सृष्टि करिया नहीं एवं तांकर विवेक भी कहबन से आम पाखक आसी किसी आंगुठी देखार किसी त्रुटि है गोटे गोटे स्कूल एमती गोटे त्रुटि है जाए तो कौन केमता करिया जदि त्रुटि को से नहीं कहि आपण गोटे गोटे स्कूल रे त्रुटि है त्रुटि सुन त्रुटि तो रहइबो काहे ना हमें शिक्षक जाति पाठ पढ़िया पई हमें नियोजित होइछे जदि ये सब विभिन्न प्रकार सब बोझ लदी दिया होची तेणुपर आम प्रधान शिक्षक हूँ बा आमर सहकार शिक्षक मानते व्यतिग्रस्त हो पड़ती से आम त्रुटिटा आम त्रुटि भाविया नहीं भूली जावा आम आगू को जाई किसी गोटे गढ़ी तोलिया स्वप्न देखा और आम साकार करने आम समय दबा आपण जहाँ स्वप्न देखुं सब शिक्षक शिक्षयित्री स्वप्न देखिए आशा हाँ ना मुझे आशा रखी प्रत्येक पाखे से विवेकता रही जहाद्वारा कि आज आम ब्लॉक बहुत सुनाम अर्जन कला आमर बीओ मैडम जो अच्छा आगुरी जो मैडम सब थे आम एबीओ सार अनंत सार हूँ बा हिरण्य मैडम हूँ से बहुत बहुत भल ते आमको भल भाव कोअपरेट करती आसला मात्रे से बुली देखती सब पचारती हाँ कौन रही तुम लक्ष्य आम ठीक भाव आम कहू